କ'ଣ ଦୁଇ ଭାଇଙ୍କୁ ଏକାଠି କରିପାରିବେ ଚିକି? ରାମ ଆଉ ଲକିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିବା ନିଶାକୁ କ'ଣ ସବୁଦିନ ପାଇଁ ଚୁପ୍ କରିପାରିବେ? ଏହା ଜାଣିବା ପାଇଁ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୋଷ। ଆପଣ ସମସ୍ତଙ୍କୁ ମୋ ଭିଡ଼ିଓରେ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ଚିକି ରାମ ଆଉ ଲକିଙ୍କୁ ଏକାଠି କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଗଣପତି ବାବାଙ୍କ ଆଶୀର୍ବାଦରେ ସବୁକିଛି ଠିକ୍ ହେବା ପାଇଁ ପ୍ରାର୍ଥନା କରୁଛନ୍ତି। ଆଉ ଠିକ୍ ସେହି ସମୟରେ ନିଶା ଆସୁଛି। ଆଉ ନିଶା ତା ହାତରେ ଫ୍ୟାମିଲି ଫଟୋ ଧରି ଆସୁଛି। ଚିକିଙ୍କ ହାତରେ ମଧ୍ୟ ଫ୍ୟାମିଲି ଫଟୋଟେ ଅଛି। ଚିକି ନିଶାଙ୍କୁ କହୁଛନ୍ତି ଏ ପରିବାରର ଦାୟିତ୍ୱ ରଖିବା ମୋର। କିନ୍ତୁ ନିଶା ଚିକିକୁ କହୁଛି ଏ ପରିବାରର ଭାଗ୍ୟରେ ନାହିଁ ତମର ଦାୟିତ୍ୱ ନେବାର। ଆଉ ସେଥିପାଇଁ ଏ ଘର ଭାଙ୍ଗି ଯାଇଛି। ଏହା କହିବା ସମୟରେ ଚିକିଙ୍କ ହାତରୁ ଫ୍ୟାମିଲି ଫଟୋ ପଡ଼ିଯାଉଛି। ଆଉ ନିଶା କହୁଛି ଗଣପତି ବାବା ମଧ୍ୟ ତୁମର କିଛି ବି ସାହାଯ୍ୟ କରିପାରିବେନି। ଚିକି କହୁଛି ଦେଖିବୁ, ତୁ ନିଜେ ଦେଖିବୁ, ଗଣପତି ବାବା ମୋତେ ସାହାଯ୍ୟ କରିବେ। ଆଉ ତୁ ଦେଖିବୁ ମୁଁ ଦୁଇ ଭାଇଙ୍କୁ ଏକାଠି କରିଦେବି। ଦର୍ଶକ ବନ୍ଧୁ, କ'ଣ ସତରେ ଚିକି ରାମ ଆଉ ଲକିଙ୍କୁ ଏକାଠି କରିପାରିବେ? ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରିବେ? ଆପଣମାନଙ୍କୁ କ'ଣ ଲାଗୁଛି? ଆପଣମାନଙ୍କୁ ଯଦି ସତରେ ଲାଗୁଛି ଚିକି ଦୁଇ ଭାଇଙ୍କୁ ଏକାଠି କରିପାରିବେ ତ ନିଶ୍ଚିନ୍ତ ଭାବରେ କମେଣ୍ଟରେ ୟେସ୍ ଲେଖନ୍ତୁ। ଯଦି ଆପଣମାନଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତୋରି ପାଇଁ ତୋ ପାଇଁ ସିରିଏଲ୍ ଭଲ ଲାଗୁଥାଏ, ନିଶ୍ଚିନ୍ତ ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆଗାମୀ ଅଧ୍ୟାୟ ନିଶ୍ଚିନ୍ତ ଦେଖିବାକୁ ପାଇବେ।